ଏକ ଘଞ୍ଚ ଜଙ୍ଗଲ। ସେ ଜଙ୍ଗଲରେ ନାନା ଜାତୀୟ ପଶୁ ପକ୍ଷୀ ସରୀସୃପ ସବୁ ମିଶିକି ରହନ୍ତି। ଶିଆଳ, କଇଁଛ ଧୀରେ ଧୀରେ କଇଁଛ ଚାଲେ। ଆଉ ସିଏ ବାନର, ମାଙ୍କଡ଼ ଯିଏକି ଗୋଟେ ଗଛରୁ ଅନ୍ୟ ଗଛକୁ ଡେଇଁକି ଖୁସି ହୁଏ, ଫୁଲ ଫଳ ଖାଏ। ଆଉ ରହିଲା ଜଙ୍ଗଲର ରାଜା, ଯିଏକି ସମସ୍ତଙ୍କୁ ଶାସନ କରେ, ନିଜ ହିସାବରେ ଖାଏ, ନିଜ ହିସାବରେ ଚଳେ। ଆଉ ରହିଲା ଭାଲୁ, ଯିଏକି ରାଜାର ପ୍ରଜା, ସିଏ ବି ଖୁସିରେ ରୁହେ କିନ୍ତୁ କାହାର କେବେ କ୍ଷତି କରେନି। ଆଉ ରହିଲା ମନ୍ତ୍ରୀ ବାଘ, ଯିଏକି ଏପଟରୁ ସେପଟକୁ ଜମ୍ପ ମାରେ, ଦୌଡ଼େ। ଆଉ ରହିଲା ଚିତ୍ରିମିତ୍ରି ଘୋଡ଼ା, ବହୁତ ଚତୁର ସେ, ଆଉ ବହୁତ ସ୍ପିଡ ଦୌଡ଼େ। ଆଉ ରହିଲା ବିଲେଇ, ବିଲେଇ ମାଛ ଖାଏ, ସିଏ ବି ସେ ଜଙ୍ଗଲରେ ଖୁସିରେ ରୁହେ। ହାତୀ ଗଜରାଜା, ସିଏ ଏତେ ବଡ଼ ବିଶାଳ ହେଲେ ମଧ୍ୟ ସିଏ ସବୁ ଜୀବଜନ୍ତୁଙ୍କ ସହିତ ମିଶିକି ରୁହେ। ଯୋଉ ସ୍ପିଡ ଚାଲେ ସିଏ ହଉଛି ହରିଣ, ହରିଣ ବି ସେଠି ରୁହେ। ଯିଏ ବହୁତ ଜୋରେ ଦୌଡ଼େ, ତାକୁ କେହି ଧରି ପାରନ୍ତିନି। ସେଇ ସୁନ୍ଦର ଜଙ୍ଗଲ ଏମାନଙ୍କ ପାଇଁ ପ୍ରସିଦ୍ଧ। ସେଇ ଜଙ୍ଗଲରେ ଉତ୍ତର ଦିଗରେ ଗୋଟେ ବଡ଼ ଗଛ ଥିଲା। ସେଇ ଗଛ ମୂଳକୁ ସୂର୍ଯ୍ୟ ଅସ୍ତ ହେଲା ପରେ କେହି ବି ଯାଆନ୍ତିନି ରେ। ହଁ, ସେଠି ଗୋଟେ କଳା ସାୟା ବୁଲୁଛି, ଆଉ ଯିଏ ଯାଉଛି ସେଠି ଫେରୁନି। ମତେ ଡରଉଛନ୍ତି, ମୁଁ ହଉଛି ଶିଆଳ, ପଶୁମାନଙ୍କ ଭିତରୁ ବୁଦ୍ଧିଆ, ମତେ ଡରଉଛନ୍ତି। ମୁଁ ସେ ଛାୟା ଫାୟା କିଛି ଗପ ଶୁଣେନି। ସେ ସାୟା ସତ କି ମିଛ ମୁଁ ଆଜି ନିଶ୍ଚିନ୍ତ ଫଇସଲା କରିବି। ଆଜି ରାତି ହଉ। ରାତି କିଟିକିଟି ହେଇ ଆସିଲା, ଚନ୍ଦ୍ରମା ଗଲା। ଚନ୍ଦ୍ରର ସାଇ, ଜହ୍ନର ଆଲୁଅ କିଛି କିଛି ପଡ଼ିଥାଏ, ଆଉ ଘୋର ଅନ୍ଧାର। ସେତିକି ବେଳେ ସେ ବରଗଛ ଆଡ଼କୁ ଶିଆଳଟା ଗଲା ଧୀରେ ଧୀରେ। ସେଠୁ ହଠାତ୍ ଆବାଜ ଆସିଲା, ସେଇଠୁ ଶିଆଳ କହିଲା, କିଏ ସେଠି? କିଏ ସେଠି ଅଛ? କିଏ ସେଠି? ସେପଟରୁ କିଛି ବି ଆବାଜ ଆସିଲା। ଲୋଭୀ ପଶୁ, ଫେରିଯା, ତୁ କାଲିର ସୂର୍ଯ୍ୟ ଦେଖିପାରିବୁନି। ଏହା କହି କଳା ଛାୟାଟି ବିଲୁଆକୁ ନେଇକି କୁଆଡ଼େ ଉଭାନ ହେଇଗଲା। ଏପଟେ ଜଙ୍ଗଲରେ ହଇଚଇ ମସିଗଲା କି ବିଲୁଆ ଗାଏବ ଅଛି। କାଲି ରାତିଠୁ ବିଲୁଆକୁ କେହି ବି ଖୋଜି ପାରୁନାହାନ୍ତି। ସିଂହରାଜା ସବୁ ପଶୁପକ୍ଷୀଙ୍କୁ ଏକାଠି କଲା। ଆରେ ଜାଣିଛ, ବିଲୁ କାହିଁକି କାଲିଠୁ ଆସିନି? ବିଲୁକୁ କେମିତି ଖୋଜିବା? ତମ ସମସ୍ତଙ୍କର ସାଥ ଦରକାର। ସେଇଠୁ ସମସ୍ତେ ମିଶିକି ସେଇ ଗଛ ମୂଳକୁ ଗଲେ। ଯୋଉ ଗଛ ମୂଳକୁ କେହି ଯାଆନ୍ତିନି, ସେଠି କଳା ଛାୟା ବୁଲେ। ସେଠି ଯାଇକି ଦେଖିଲେ କି ପାଇଲେନି। ସେଇଠୁ ସେମାନଙ୍କୁ ଗୋଟେ ପକ୍ଷୀ କହିଲା କି ଗୁମ୍ଫା ତଳେ ସେଇଠି ହିଁ ବିଲୁକୁ ସେ କଳା ଛାୟା ଲୁଚେଇକି ରଖିଛି। ସେଇଠୁ ଗୁମ୍ଫା କତିକି ସମସ୍ତେ ଗଲେ। ଗୁମ୍ଫା ଆଡ଼ୁ ଆବାଜ ଆଇଲା, ଲୋଭୀ ପଶୁ, ପଳାଅ ଏଠୁ। ମତେ ମାରି ପକେଇବ ଲୋ, ଏମିତି କଣ ଆବାଜ ଆଇଲାଣି ଲୋ, ମୁଁ ମରିଯିବି ଲୋ, ପଳେଇ ଚାଲ, ଏଠି ବଞ୍ଚିକି ପଳେଇ ଚାଲ।
କଳା ଖାଇବା ଖାଇଦେବ ଲୋ ମୁଁ ଏଡ଼ିକି ଟିଏ। ଏ କିଛି ବି ଡରନି, ଆମେ ସମସ୍ତେ ମିଶିକି ତାକୁ ଉଦ୍ଧାର କରିବା ବିଲୁକୁ ନ ନେଲା ଯାଏଁ ଏଠି ଆମେ କେହି ବି ଯିବାନି। ସେ କଳା ଛାୟା କିଏ ତାର ପର୍ଦ୍ଦାଫାଶ ଆଜି କରିବା। କେହି ବି ଡରନି, ସମସ୍ତେ ରୁହ। ସେ ନିଶ୍ଚିନ୍ତ ବିଲୁ ଏଇଠି କୋଉଠି ଥିବ। ଗୁମ୍ଫା ଭିତରୁ ଆବାଜ ଆସିଲା। ଧୀରେ 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 ଭୟାନକ ଆବାଜ, ଆଉ ଗୁମ୍ଫା ଖାଲି ଥରିଲା। ଭୂମିକା ମେଲାଲୋ ମୋର ଏଡ଼ିକି ଗୋଡ଼ଲୋ, ମୁଁ ମରିଯିବି ଲୋ, ମରିଯିବି। ଭୂମିକା ମେଲାଣି ଲୋ। ସିଂହରାଜା ମୋ କଥା ଶୁଣନ୍ତୁ, ମୋତେ ପଳାନ୍ତୁ, ମୁଁ ବି ପଳେଇବି, ମୋତେ ବରୁ ଡର ମାଇଲାଣି ଲୋ ମାଲୋ। ଚୁପ୍, ଏକଦମ ଚୁପ୍। ଏଠି ମାଇକିନା ଭଳିଆ କାନ୍ଦିଲା। ଏକଦମ ଚୁପ୍। ଏଇଠି ହିଁ ଶିଆଳ ଅଛି, ତାକୁ ଏଇଠୁ ଆମେ ନେଇକି ଯିବା। ସେ କଳା ଛାୟା କେତେ ଉତ୍ପାତ କରୁଛି, ତାକୁ ଆମେ ସାଇଜ କରିବା। ସେ ଏଇଠି କୋଉଠି ଥିବ, ତାକୁ ନିଶ୍ଚିନ୍ତ ଖୋଜିକି ବାହାର କରିବା। ସେଇଠୁ ଦେଖିଲେ କି ବିଲୁ ଗୋଟେ ପିଞ୍ଜରାରେ ବନ୍ଦୀ ହେଇକି ରହିଛି। ତାକୁ ଲୁହାର ପିଞ୍ଜରାରେ ବାନ୍ଧିକି ରଖିଛି ସେ କଳା ଶିଆଳ। ମୋତେ ବଞ୍ଚାଅ, କିଏ କୋଉଠି ଅଛ, ମୋତେ ବଞ୍ଚାଅ, ମୋତେ ଇଏ କଳା ଭୂତ ଖାଇଦେବ ଲୋ, ମୋତେ କିଏ କୋଉଠି ଅଛ ବଞ୍ଚାଅ। ସେଇଠୁ ବିଲୁ ଡାକ ଛାଡ଼ିଲା। ତାର ଆବାଜ ଶୁଣି ସମସ୍ତେ ଧାଇଁକି ଆସିଲେ, ଆଉ ଦେଖିଲେ ସେ ଗୁମ୍ଫା କତିରେ ବିଲୁ ହିଁ ଅଛି। ତାକୁ ଉଦ୍ଧାର କରିବା ପାଇଁ ଆଗେ ସେ କଳା ଛାୟାକୁ ନଷ୍ଟ କରିବାକୁ ପଡ଼ିବ, ତାକୁ ଧରିବାକୁ ପଡ଼ିବ। ଏହା କହି ସମସ୍ତେ ଗୁମ୍ଫା ପାଖକୁ ଗଲେ। ସେ କଳା ଛାୟା ବହୁତ ଭୟଙ୍କର ଥିଲା, ଆଉ ସିଏ ଏପଟ ସେପଟ ହେଇକି ବୁଲୁଥିଲା। ସେ କଳା ଛାୟା ଆଉ କେହି ନୁହେଁ, ଶିଆଳର ଆତ୍ମା ଥିଲା। ଆଉ ସିଏ ସମସ୍ତଙ୍କୁ କେହି ବି ଡରନି, ସମସ୍ତେ ରୁହ। ଏକଜୁଟ ହେଲେ ସେ କଳା ଛାୟାର ସାମ୍ନା କରିବା। ଆମେ କେହି ବି ହାରିବାନି। ସେଇଠୁ ବାଘର ଗର୍ଜନ ଛାଡ଼ିକି କଳା ଶିଆଳ ବି ଡରିଲାନି, କହିଲା କି ମୁଁ ସମସ୍ତଙ୍କୁ ମାରିଦେବି। ସେଇଠୁ ବାନର କ'ଣ କଲା ନା ବଡ଼ ବଡ଼ ଡାଳ ଆଣିକି କଳା ଶିଆଳ ଉପରକୁ ଆଟାକ୍ କଲା। ଆଉ କିଛି ଜନ୍ତୁ ତା ଉପରକୁ ପଥର ବି ଫୋପାଡ଼ିଲେ। ଆଉ ସେତିକି ବେଳେ ସିଂହ ରାଜା ଆଣିକି ତା ଉପରେ ଲୁହାର ଜାଲି ଥୋଇଦେଲେ। ସେତିକି ବେଳେ ଜାଲି ଯେତେବେଳେ ପକେଇ ଦେଇଛନ୍ତି, ସିଏ ଛାଟି ପିଟି ବହୁତ ହେଲା। ସୂର୍ଯ୍ୟ କିରଣ ତା ଉପରେ ପଇଲା। ଧୀରେ 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 ସିଏ ଆଲୋକିତ ହେବାକୁ ଲାଗିଲା, ହେଇକି ଆପେ ଆପେ ଭସ୍ମ ହେଇଗଲା। କୁଆଡ଼େ ସେଇଠୁ ଭସ୍ମ, ଧୀରେ ଧୀରେ ସେ ଶିଆଳ କଳା ଶିଆଳ ଭସ୍ମ ହେଇଗଲା, କୁଆଡ଼େ ବିଲୁପ୍ତ ହେଇଗଲା। ତାପରେ ତାର ଯାଦୁର ଜାଲ ଯେଉଁ ଥିଲା, ଯେଉଁ ଲୁହାର ପିଞ୍ଜରା ଥିଲା, ସେଇଠୁ ଶିଆଳକୁ ମୁକ୍ତ କଲେ। ମୁକ୍ତ କରିକି ତାକୁ ଶିଆଳକୁ ତାଙ୍କ ସାଙ୍ଗରେ ନେଇ ଆସିଲେ। ତାପରେ ସବୁ ଜୀବଜନ୍ତୁ ଜଙ୍ଗଲକୁ ଫେରି ଖୁସିରେ ରହିଲେ। ଆଉ ସେ ଜଙ୍ଗଲ ଉପରେ ଥିବା ପଶୁଙ୍କ ଉପରେ ଥିବା ବିପଦକୁ ଟଳିଗଲା। ଏଥିରେ ଆମେ କ'ଣ ଶିଖିଲେ? ମିଶିକି ରହିଲେ ଯେତେ ବଡ଼ ବିପଦ ଆସୁ ସବୁ ସମସ୍ୟାର ସମାଧାନ ହେଇପାରିବ। ସେଇଦିନଠୁ ଯେକୌଣସି ସମସ୍ୟାର ସମାଧାନ ହଉ ମିଶିକି ସମସ୍ତେ କରନ୍ତି। ସିଂହରାଜା ସମସ୍ତଙ୍କୁ ଡାକେ, ସମସ୍ତଙ୍କ ପରାମର୍ଶ ନିଏ, ଆଉ ସେ ସମସ୍ୟାର ସମାଧାନ କରେ। ଆଉ କେବେ ବି ସେ ଜଙ୍ଗଲରେ ଆଉ କିଛି ବି ଅସୁବିଧା ହୁଏନି। ସମସ୍ତେ ଖୁସିରେ ରୁହନ୍ତୁ। ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲେ ଲାଇକ୍, ସେୟାର, ନିଶ୍ଚିନ୍ତ କମେଣ୍ଟ କରିବେ ଆଉ ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ।